ଇଂରାଜୀ ନବବର୍ଷ ଉପଲକ୍ଷେ ସବୁଆଡ଼େ ଚାଲିଛି ଧୁମଧାମ। କେଉଁଠି ଜିରୋ ନାଇଟ୍ ସେଲିବ୍ରେଟ୍ ତ କେଉଁଠି ପିକନିକ୍ ପାର୍ଟିର ଆସର। କିନ୍ତୁ ଏ ଯୁବପିଢ଼ିମାନଙ୍କୁ ବେଶ ଆକର୍ଷଣ କରୁଛି ପିକନିକ୍ର ମଜା। କିନ୍ତୁ ଏମିତି ଏକ ଗାଁ ଗହଳିରେ ମଜା ଅଜି ନିଆରା। କିନ୍ତୁ ଏଠି ପରିବାର ତରଫରୁ ଚୂଡ଼ାମଣିର ସେଠି ଫ୍ୟାମିଲି ତରଫରୁ ଯେଉଁ ଆୟୋଜନ କରାଯାଇଛି ଏକ ବଣଭୋଜିର ଆସର ଜମିଛି। ବର୍ତ୍ତମାନ ଆପଣଙ୍କୁ ସିଧାସଳଖ ଚିତ୍ର ମୁଁ ଆପଣଙ୍କୁ ସିଧାସଳଖ ସ୍ପଷ୍ଟ ଚିତ୍ର ଦେଖାଉଛି ଯେଉଁଠି ଖୁସିର ଏଠି କେକ୍ କାଟି ଏବଂ ନୂଆବର୍ଷକୁ ସ୍ୱାଗତ କରାଯାଉଛି। ସମସ୍ତଙ୍କ ମନ ଭିତରେ ଗୋଟେ ଦେଖାଯାଇଛି ଗୋଟେ ଖୁସିର ମାହୋଲ। ଏଠି ସମସ୍ତେ ଏକତ୍ରିତ ହୋଇଛନ୍ତି ଏବଂ ସମସ୍ତଙ୍କ ମନରେ ଗୋଟେ ଉତ୍ସାହିତ ଜାଗତ ହେଇଛି। ଏଠି ସମସ୍ତେ ମଧ୍ୟ ଏକ ପ୍ରକାର ଆଜି ଯେଉଁ ସେମାନଙ୍କର ଦୁଃଖ ସୁଖର ବାଣ୍ଟୁଛନ୍ତି ଏବଂ ସମସ୍ତେ ପରସ୍ପର ମଧ୍ୟରେ କେକ୍ କାଟୁଛନ୍ତି। ହଁ ଦର୍ଶକ ବନ୍ଧୁ, ଏଇ ହେଉଛି କେକ୍। ନୂଆବର୍ଷର ଉପଲକ୍ଷେ ଆଜି ସମସ୍ତେ ପରିବାର ବର୍ଗର ସମସ୍ତେ ଏକଜୁଟ ମିଶି ଏଠି କେକ୍ର ଆୟୋଜନ କରାଯାଇଛି। এই ଆୟୋଜନ ଭିତରେ ସମସ୍ତେ ମଧ୍ୟ ହଜିଯାଇଛନ୍ତି ଏବଂ ନୂଆବର୍ଷକୁ ବିପୁଳ ମାତ୍ରାରେ ସ୍ୱାଗତ କରୁଛନ୍ତି। ଶୀତ କାକର ଭିଜାରେ ଶୀତକୁ ଖାତିର ନ କରି ସମସ୍ତେ ଭୁଲି ଯାଉଛନ୍ତି ଶୀତର ସେଇ ତାଣ୍ଡବକୁ। କିନ୍ତୁ ଏଠି ଆପଣ ସିଧାସଳଖ ଚିତ୍ର ଦେଖନ୍ତୁ, ଯେଉଁ ଚିତ୍ରଟି ସମସ୍ତଙ୍କୁ ଖୁସି ଆଣିଦେବ। ଏଇଠି ପରିବାର ମଧ୍ୟରେ ଯେଉଁ ପରିବାର ଭିତରେ ଯେଉଁ ଏକତ୍ରିତ ଭାବ, ଏଠି ସମସ୍ତେ ମଧ୍ୟ ନୂଆବର୍ଷକୁ ସେଲିବ୍ରେଟ୍ କରାଯାଉଛି। ଏହି ସେଲିବ୍ରେଟି ସନ୍ଧ୍ୟାରେ ସମସ୍ତେ ମଧ୍ୟ ଉଜ୍ଜୁଲ ହେଉଛନ୍ତି ନାଚ ଗୀତରେ। ପରିବେଶଟି ଏକଦମ ସୁନ୍ଦର ପରିବେଶଟି ଲାଗୁଛି। ଏହି ସୁନ୍ଦର ପରିବେଶ ଭିତରେ ସମସ୍ତେ ହଜିଯାଇଛନ୍ତି, ନିଜ ନିଜର ଦୁଃଖ ସୁଖରେ ସାଥୀ ହେଉଛନ୍ତି ଏବଂ ସମସ୍ତେ ପରିବାର ସାରାରେ ଏବଂ ନିକଟସ୍ଥ ଯେଉଁ ବଣଭୋଜିର ଆୟୋଜନ କରାଯାଇଛି ସମସ୍ତେ ମଧ୍ୟ ଏକଜୁଟ ଅଛନ୍ତି। ଏହି ବଣଭୋଜିର ଆୟୋଜନରେ ପରସ୍ପର ଭିତରେ ଯେଉଁ ଖାଇବାର ଯେଉଁ ଗୋଟେ ମଜା ଏବଂ ଗାଁ ମସଲାର ଯେଉଁଭଳି ମଜା ଅଛି, ଏଠି ମସଲା ତଡ଼କାର ଯେଉଁ ମଜା ଅଛି, ଏଠି ଗାଁର ପରିବେଶ ସହିତ ଏତେ ମଜା ଅଛି। ସମସ୍ତେ ମଧ୍ୟ ପାର୍ଟି ଆସନ ନ ଯାଇକି କେଉଁଠି ବାହାରେ ଜାଗାକୁ ପିକନିକ୍ ପାର୍ଟି ନ କରିକି ନିଜ ଗାଁ ମାଟିରେ ଏବଂ ନିଜ ବିଲରେ ଯେଉଁଠି ଆସର ଜମୁଛି ସେଠି ମଧ୍ୟ ପିକନିକ୍ର ପାର୍ଟି ଆପଣ ସିଧାସଳଖ ସ୍ପଷ୍ଟ ଦେଖାଉଛି ଚିତ୍ର। ଏ ରୁଷିଆର ଯେଉଁ ବାହାଦୁରୀ ଯେଉଁ ରୁଷିଆ ଦେଖାଉଛନ୍ତି, ଏଠି ବିଭିନ୍ନ ପ୍ରକାର ଖାଦ୍ୟର ସରଞ୍ଜାମ ମଧ୍ୟ ବଢ଼ାଯାଇଛି। ଏଠି ବିଭିନ୍ନ ପ୍ରକାର ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ ମଧ୍ୟ କରାଯାଉଛି। ଏ ବ୍ୟଞ୍ଜନ ପ୍ରସ୍ତୁତ ସମୟରେ ସମସ୍ତେ ଏଇ ଯେଉଁ ଶୀତ ଋତୁରେ ଶୀତର ତାଣ୍ଡବ ଯୋଗୁଁ କେହି ସହିପାରୁନଥିଲେ କାକର ଭିଜାରେ ମଧ୍ୟ ସେଠି ସମସ୍ତେ ମଧ୍ୟ ଏଠି ଶୀତ ପାଖରେ ନିଆଁ ପାଖରେ ବସି ଶୀତ ନିଆଁରେ ଉଷୁମ ନେଉଛନ୍ତି ଏବଂ ସମସ୍ତେ ମଧ୍ୟ ଏକଜୁଟ ହୋଇଛନ୍ତି। ଏଠି ପରିପ୍ରେକ୍ଷୀରେ ଶେଷରେ ଏହି ସନ୍ଧ୍ୟାରେ ସମସ୍ତେ ମଧ୍ୟ ଖାଇବାର ମଜା ନେବେ ଏବଂ ସମସ୍ତେ ମଧ୍ୟ ଖୁସି ହେବେ। ଏହି ନୂଆବର୍ଷକୁ ସମସ୍ତେ ସେଲିବ୍ରେଟ୍ ମନେ ପକାଇବେ। କିନ୍ତୁ ଏହି ସ୍ମୃତି ସବୁବେଳେ ପାଇଁ ସ୍ମୃତି ହୋଇ ରହିବ। କିନ୍ତୁ ଆଜିର ଏଇ ଯେଉଁ ପାର୍ଟି ଯେଉଁ ପିକନିକ୍ ପାର୍ଟି ହେଉଛି, ସେଇ ପିକନିକ୍ ପାର୍ଟିରେ ସମସ୍ତେ ମଧ୍ୟ ଏକ ପ୍ରକାର ବସିକି ନିଆଁ ପାଖରେ ବସିକି ଦୁନିଆ ପ୍ରକାର କଥା ଭାବି ଏବଂ ସମସ୍ତଙ୍କ ପ୍ରକାର ମନରେ ଯେଉଁ ଏକ ଚିନ୍ତାନା ହସ ଖୁସିରେ ମଜଗୁଲ ହେଉଛି ପରିବେଶ। ଏହି ପରିବେଶ ଭିତରେ ସମସ୍ତେ କି ପ୍ରକାର ବ୍ୟଞ୍ଜନ ମାନ ପ୍ରସ୍ତୁତ କରିବେ, କିଏ ଖାଇବ କ'ଣ ଖାଇବ ସେ ମଧ୍ୟ ଆଲୋଚନା ମଧ୍ୟ ଜୋରଦାର କରାଯାଉଛି। ରୋଷେଇଆ ମଧ୍ୟ ଠିକ୍ଠାକ୍ ଭାବରେ ରୋଷେଇ କରୁଥିବ ବୋଲି ଯାହା ଜଣାପଡ଼ୁଛି। ବିଭିନ୍ନ ପ୍ରକାର ସେ ଯେଉଁ କରେଇରେ ଯେଉଁ ତରକାରୀ ରନ୍ଧା ଯାଉଛି ତାକୁ ମଧ୍ୟ ବିଭିନ୍ନ ପ୍ରକାର ଏପଟ ସେପଟ କରାଯାଉଛି। ଠିକ୍ ମସଲା ଲୁଣ ଅଛି କି ନାହିଁ ମଧ୍ୟ ପାଖର ଯେଉଁମାନେ ବସିଛନ୍ତି ଯେଉଁ ମଜା ନେଉଛନ୍ତି ସେମାନେ ଟିକେ ଟିକେ ଚାଖି ଦେଉଛନ୍ତି। ଗାଁର ସ୍ୱାଦ ଚାଖିବାକୁ ହେଲେ ସମସ୍ତେ ଟିକେ ଟିକେ ନେଇକି ଚାଖୁଛନ୍ତି। ଆରାମସେ ବସିଛନ୍ତି, ଚେୟାର ପରେ ପକାଇକି ବସିକି ଦେଖୁଛନ୍ତି କେତେବେଳେ ସରିବ ଏହି ଖାଦ୍ୟକୁ ସେମାନେ ପରୀକ୍ଷିବେ ଏବଂ ସମସ୍ତଙ୍କ ମନରେ ଗୋଟେ ଖୁସି ମାହୋଲ ସୃଷ୍ଟି ହେବ ଏବଂ ନାଚ ଗୀତରେ ବେଶ ନୂଆବର୍ଷକୁ ସେଲିବ୍ରେଟ୍ କରିବେ। ଏବଂ ଜିରୋ ନାଇଟ୍ ସେଲିବ୍ରେଟ୍କୁ ନ ଯାଇକି ଗାଁ ଗହଳିରେ ଯେଉଁ ବିଲ ବାଡ଼ି ଯେଉଁ ଅଛି ନିଆର ସେଇ ପାଖରେ ପିକନିକ୍ କରିବାର ଯେଉଁ ମଜା ଥାଏ ତା ମଜା ଆପଣମାନେ ସିଧାସଳଖ ଦେଖନ୍ତୁ। ଏ ହେଉଛି ରାତ୍ରିକାଳୀର ଦୃଶ୍ୟ ଯେଉଁଠି ସେଲିବ୍ରେଟ୍ କରାଯାଉଛି। କୁନି କୁନି ଝିଅମାନଙ୍କ ସହିତ ତାଙ୍କର ପରିବାର ସହିତ ମଧ୍ୟ ନାଚ ଗୀତର ମଜଗୁଲ ହେଉଛନ୍ତି। ଏଠି ସମସ୍ତେ ପ୍ରକାର ଆପଣ ସିଧାସଳଖ ସ୍ପଷ୍ଟ ଚିତ୍ର ଦେଖୁଛି, ଯେଉଁ ଚିତ୍ରରେ ସମସ୍ତଙ୍କୁ ଏକ ଆନନ୍ଦ ଦେଉଛି। ସେଇ ଆନନ୍ଦ ଭିତରେ ସମସ୍ତେ ହଜିଯାଇଛନ୍ତି। କାରଣ ନୂଆବର୍ଷ ସମସ୍ତଙ୍କ ପାଇଁ ଆଣିଦେଉ ଖୁସିର ମହଲ। ସମସ୍ତେ ପ୍ରଭୁଙ୍କ ନିକଟରେ ଏହା ହିଁ ତାଙ୍କର ଯେଉଁ ଗୋଟିଏ ବର୍ଷ ବିତି ଯାଇଛି, ଆଉ ଗୋଟିଏ ନୂଆ ବର୍ଷ ସମସ୍ତଙ୍କ ପାଇଁ ସୁଖ
ସୁଖରେ ବାର୍ତ୍ତା ଦିଅନ୍ତୁ। ପ୍ରଭୁ ଜଗନ୍ନାଥ ସେମାନଙ୍କୁ ଘଟମୁଡ଼ିକି ରଖନ୍ତୁ। ଏହା ହିଁ ତାଙ୍କର କାମନା ଅଛି। ସମସ୍ତେ ମଧ୍ୟ ରୁଷିଆ ବେଶ ମଜା ନେଉଛି, କାରଣ ନିଆଁ ପାଖରେ ବସି ରୁଷିଆ ଯେଉଁ ମଜା ନେଉଛି ତା ପାଖରେ ମଧ୍ୟ ଚୋରପାରେ ପରିବାର ସହିତ ସେଠି ଫ୍ୟାମିଲି ପରିବାର ତରଫରୁ ଯେଉଁ ଗୋଟେ ଆୟୋଜନ ପିକନିକ୍ ପାର୍ଟିର ଆୟୋଜନ ମଧ୍ୟ କରାଯାଇଥିଲା, ସେହି ପିକନିକ୍ ଆୟୋଜନ ପାର୍ଟିରେ ସମସ୍ତେ ମଧ୍ୟ ମଜା ନେଉଛନ୍ତି। ଏ ମଜା ଉତ୍ସବରେ ସେଲିବ୍ରେଟ୍ କରୁଛନ୍ତି ନୂଆବର୍ଷକୁ। ସେଇଟା